ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଅଧିକାର ଆଇନ 2025 ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଷଙ୍କ ରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ସୂଚନା ଆଇନକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ କହିଥିଲେ। ସାଧାରଣ ଜନତା ଏହି ଆଇନକୁ କିଭଳି ଭାବେ ବ୍ୟବହାର କରିବେ, ଏଥିପାଇଁ ଭିନ୍ନ ଭିନ୍ନ ବିଭାଗଗୁଡ଼ିକ ସେମାନଙ୍କ ତଥ୍ୟକୁ ନିଜର ସୂଚନା ଅଧିକାର ପୋର୍ଟାଲରେ ସାର୍ବଜନୀନ କରିବା ପାଇଁ ବିଧି ରଖିଛନ୍ତି। ସରକାର ଏଥିରେ ଓଡ଼ିଆ ଓ ଇଂରାଜୀରେ ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସୂଚନା ଏହା ଦେଇଥିଲେ। ଏଥି ନିମନ୍ତେ ଜନସୂଚନା ଅଧିକାରୀମାନେ ଅବିଳମ୍ବେ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ କର୍ମଶାଳାରେ ବିଷୟ ବିଶାରଦ ଭାବେ ଗୋପାଳକୃଷ୍ଣ ମିଶ୍ର ସଂଗ୍ରାମ କୁମାର ପୃଷ୍ଟି ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତିଚି ତନୟା ମହାନ୍ତି ଏହାକୁ ପରିଚାଳନା କରିଥିଲେ। ଜଗତସିଂହପୁର ଜିଲ୍ଲାରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଲାଇଭ୍।